ଏତେ ମହଣ ମହଣ ସୁନା ବାସ୍ତବିକ ରତ୍ନଭଣ୍ଡାର ଯୋଉ ଖୋଲା ଯାଉଛି ତାର ପ୍ରକ୍ରିୟାକୁ କିଭଳି ଦେଖୁଛନ୍ତି? ମୁଁ ତ ସ୍ୱାଗତ ଯୋଗ୍ୟ କଲି ଯାହା ଖୋଲା ହେଲା, ଲେକିନ ଫୁଲ ତ ଖୋଲା ହିଁ ନା, ସେ ଖୋଲା ହଉ। ଚାବି ହଜିଲା, ଚାବି ଗଲା, ଚାବି ଡୁପ୍ଲିକେଟ ଚାବି ମିଳିଲା, ପୁଣି ଡୁପ୍ଲିକେଟ ଚାବିଟେ ଖୋଲୁନି, ଡୁପ୍ଲିକେଟ ଚାବି ବି ଡୁପ୍ଲିକେଟ ଚାବି, ଚାବିଟି ବି ଆପଣ ଡୁପ୍ଲିକେଟ ହେଇଗଲାଣି। ସେ ଦୁଃଖଦାୟକ କଣ, ଏଇଟା କଣ ଥଟା ମାନେମୀ ଲଜ୍ଜା ଏସବୁ ଅତି ଖରାପ ଜିନିଷ ଜଗନ୍ନାଥଙ୍କ ଉପରେ। ଏ ମହାପ୍ରଭୁ ନିଜେ ବି ଏତେ ଖୁସି ନୁହନ୍ତି। ତାଙ୍କର ଦେଖନ୍ତୁ, ମୋର ଗୋଟେ ଘରେ ଯଦି ଆଲମିରା ଥବ କି ସେମିତି ଗୋଟେ ଭଲ ମନ୍ଦ ଥବ, ମୋର ଜିନିଷ ଥବ, ମୁଁ କାହିଁ ନ ପିନ୍ଧିବି? ନା ଚାବି ହଜିଲା ଭାଙ୍ଗିକି ପିନ୍ଧିବି? ପ୍ରଭୁଙ୍କର କୁଇଣ୍ଟାଲ କୁଇଣ୍ଟାଲ ସୁନା ରୂପା ହୀରା ନିରା ମୋତି ମାଣିକ ଅଛି, ନା ଆମେ ଶୁଣି ଆସିଛୁ। ଗୋଟେ ଘର ଖୋଲିଛି, ଚାଲିଛି, ପ୍ରଭୁଙ୍କ ଜିନିଷ ଚାଲିଛି, ତାକୁ ବି ଜଗନ୍ନାଥ ଧୋଇ ଶୁକେଇକି ପିନ୍ଧୁଛନ୍ତି। ଏଇଟା ଆପଣମାନେ ଭାବନ୍ତୁ କେତେ ଦୂର ଲଜ୍ଜାଜନକ ଘଟଣା, କେତେ ଦୂର ଅଭାବନୀୟ ଘଟଣା। ହଁ, ପ୍ରଭୁଙ୍କର ନଥାନ୍ତା କି ଆମ ଜଗନ୍ନାଥ କାଙ୍ଗାଳ ହେଇଗଲେ? ଜଗନ୍ନାଥ ରଜା ରାଜୁରା କେତେ କଣ ପ୍ରଭୁଙ୍କର ରତ୍ନଭଣ୍ଡାର ରଖିଥିଲେ, ଆଜି କାହିଁ ଏଇ ଜିନିଷ ଉଠୁଛି? ମୁଁ କହିଲି ରତ୍ନଭଣ୍ଡାର ଶୀଘ୍ର ଖୋଲନ୍ତୁ, ଯେତେ ଡେରି ହେବ ଏଇ ଗନ୍ଧିଆ ହେବ, ମାନେ ବର୍ଷା ହେଇକି ଯୋଉ ପାଣି ପଡୁଛି, ଆପଣଙ୍କର ଚୂନ ସହ ପଡୁଛି। ଆଗରୁ ତ ସିମେଣ୍ଟ ନଥିଲା, ଏ ଚୂନ ଘର, ଚୂନରେ ହେଇଥିଲା ସେ ଘର, ହଜାର ହଜାର ବର୍ଷ ଘର ହେଲାଣି, ଫାଟିକି ନଷ୍ଟ ହେଇ ଆଣ୍ଠୁଏ ଆଣ୍ଠୁଏ ପାଣି, ତା ଭିତରେ ବେଙ୍ଗ ବିଛା ସାପ ଘର କରି ରହିଲେଣି। ସମ୍ପୂର୍ଣ୍ଣ ସେଟା ଖୋଲା ହେଇପାରୁନି, ଯେତେବେଳେ ଖୋଲା ହଉଛି ଖଣ୍ଡିଆ ହେଇ ଚଳା ହଉଛି। ଏକୁ ଦରକାର ହଉଥିଲା, ମୁଁ ଆଗୁଆ କହିଛି, ଏବେ ବି କହୁଛି, ଆଗକୁ ବି କହିବି, ଯଦି ସରକାର ଖୋଲିଲେ ଏକୁ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଭାବରେ ଏକୁ ଖୋଲି ଦିଅନ୍ତୁ ଏବଂ ଷ୍ଟ୍ରଙ୍ଗ ରୁମ୍ ବାହାରେ କରିକି ପ୍ରଭୁଙ୍କର ଗଣତି ମଣତି କରି ରତ୍ନ ଜିନିଷ ରହୁ। ଏଇଟା ଭଙ୍ଗା ହେଇକି ଆଉଥରେ ବଢିଆ ସୁନ୍ଦର ଭାବେ ଗୋଟେ ଭବିଷ୍ୟତ ପାଇଁ ରତ୍ନଭଣ୍ଡାର ହଉ। ଏବଂ ଆପଣ ହୁଣ୍ଡିରୁ ଦୈନିକ କିଲୋ କିଲୋ ସୁନା ପୁରା ରୂପା ଭଲ ମନ୍ଦ କେତେ ଯୁଗରୁ ପଡ଼ିଲାଣି, ସିଏ ବି ସବୁ ଗଣତି ମଣତି ହେଇକି ଆସି ସୁରକ୍ଷିତ ଭାବରେ ଜଗନ୍ନାଥ ରତ୍ନଭଣ୍ଡାର ରହୁ। ଏବଂ ପ୍ରଭୁଙ୍କର ଆଗରୁ ଯୋଉ ଜିନିଷ ଲାଗି ଲୁକା ହଉଥିଲା, ଜଗନ୍ନାଥଙ୍କର ଆପଣ ଦେଖନ୍ତୁ ରଥ ଆଜି ଗୋଟେ ସୁନାବେଶ ହେବେ, 3ଟା ମାଳିକି 200 ଫୁଲ, ୟାର ନା ସୁନାବେଶ। ସେଇ ଗୋଟିଏ ସେଟ୍ ପ୍ରଭୁ ପିନ୍ଧିବେ ମନ୍ଦିରରେ, ପିନ୍ଧିବେ ମନ୍ଦିରରେ, ଏଟା ଉଚିତ ନୁହଁ। ଆଉ ଗୋଟେ ତାଙ୍କୁ କହିବି ସରକାରଙ୍କୁ, ଏମିତି ଖୋଲିବେ ଯିଏ ହେଲା ସେ ଖୋଲିବ, ସେ ବଡ ଜିନିଷ ନୁହଁ। ସରକାରଙ୍କ ଉପରେ ଚ୍ୟାଲେଞ୍ଜ ଏଇଟା, ସରକାର ରଘୁନାଥ ବେଶଟା କରନ୍ତୁ, କଲେ ଜାଣିବେ ଲୋକ ଯେ ଗୋଟେ ରଘୁନାଥ ବେଶ ଆମେ ଶୁଣିଥିଲୁ ଜାଣିଥିଲୁ, ଯେମିତି ନାଗାର୍ଜୁନ ବେଶ ହଉଛି, ରଘୁନାଥ ବେଶ ରିଆଲ। ଯେତେବେଳେ ରଘୁନାଥ ବେଶ ହେଇଥିଲେ, ମହଣ ମହଣ ସୁନା ମହାପ୍ରଭୁ ଲାଗି ଯାଇଥିଲେ ଏବଂ ପ୍ରଭୁଙ୍କର ରତ୍ନ ସିଂହାସନଠୁ ଜୟ ବିଜୟ ଦୁଆର ଯାକେ ରଘୁନାଥ ବେଶ ହେଇଥିଲେ। ଏ ସୁନା ଗଲା କୁଆଡେ? ତାକୁ ଦେଖିବାକୁ ପଡିବ, ଗଣତି ମଣତି କରିବେ। କେତେ ମୁକୁଟ ରଜା ରାଜୁରା ମାନେ ଯେତେବେଳେ ସବୁ ଜୟ କରି ଆସନ୍ତି, ପ୍ରଭୁଙ୍କୁ ଦାନ ଭେଟି ହିସାବରେ ସୁନା ମୁକୁଟ ହୀରା ନିଳା ଦିଅନ୍ତି, ସେ ଗଲା କୁଆଡେ? ସେ ଗୋଟେ ଭଲ ମାନେ ମୋହନ ମାଝୀ ସରକାର ଭଲ ମାନେ ଗଣତି ମଣତି କରନ୍ତୁ, କରିକିରି ତାକୁ ଚ୍ୟାଲେଞ୍ଜ ଦେଇକିରି ରଘୁନାଥ ବେଶକୁ ତିଆରି ହେଇଯାଆନ୍ତୁ। ଯେହେତୁ 5 ବର୍ଷ ସରକାର ଭିତରେ ଯେ ରଘୁନାଥ ବେଶ କରିଦେବେ ନା, ବହୁତ ନାଁ ନେଇଯିବେ ଏବଂ ତାଙ୍କର ଲିପିବଦ୍ଧ ରହିଯିବ। ଏଇ ସମୟରେ ଏଇ ସରକାର ଥିଲେ, ଏଇ ଗଭର୍ଣ୍ଣମେଣ୍ଟ ଥିଲା, ସେଇ ସମୟରେ ରଘୁନାଥ ବେଶ ହେଇଥିଲା। ଜିନିଷ ଆଜ୍ଞା ଅଛି କି ନାହିଁ ମୁଁ କହିପାରିନି। ଏଇ ଯୋଉ ନାଟକ ଚାଲିଲା, ଏଇ ନାଟକ ସେଇ ଯୋଗୁ ସନ୍ଦେହଭୁକ୍ତ ସମସ୍ତେ ହେଲେ, ନାଟକ ଯୋଗୁ ସମସ୍ତେ ସନ୍ଦେହଭୁକ୍ତ ହେଲେ। ସେ ସମୟରେ ଯୋଉ ଜିଲ୍ଲାପାଳ ଥିଲେ, ଏଇ ଯୋଉ କହିଲେ ଚାବି ହଜିଗଲା, ଚାବି ମୋ କଣ ମିଳିଲା, ସ୍ୱପ୍ନ ହେଲା, ଏଇ ଗୋଟେ ଭାଣ୍ଡାମୀ କାରବାର। ୟା ପରେ ସରକାର ତଦନ୍ତ କରନ୍ତୁ, ତଦନ୍ତ କଲେ ଆମେ ଜାଣିବା କୋଉଟା ସତ କୋଉଟା ମିଛ, କଣ ହେଇଛି କଣ ନାହିଁ। ରଘୁବୀର ଦାସ କମିଶନ ମଧ୍ୟ ଚାବି ପାଇଁ ବସିଥିଲେ, ତାଙ୍କ ରିପୋର୍ଟ ବି ସାର୍ବଜନୀନ ହେଲେ, କଣ ସେ ତଦନ୍ତ କଲେ ତା ବି ଲୋକ ଆଜ୍ଞା ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଲା ରଘୁବୀର ଦାସ କମିଶନ ରିପୋର୍ଟ, ତାକୁ ନୁଚି ଗାପ କରିଦେଲେ। ଆପଣ ଦେଖିଲେ ଗାପ କରିଦେଲେ। ଆଉ କେମିତି କହିବେ କାଗଜ ବି ମିଳୁନି, ଚିରିକି ଫିଙ୍ଗିଦେବେ, ଉଇ ଲାଗିଗଲାଣି। ଏମାନଙ୍କୁ ବିଶ୍ୱାସ ନାହିଁ କେବେ ନାହିଁ। ମୁଁ ଆଗୁଆ କହିଦେଲି, ସତର୍କ ସରକାର ରହିବା ଦରକାର। ଏଇ ସରକାର ସ୍ୱତନ୍ତ୍ର ଭାବରେ ୟା ପରେ କମିଶନ ବସାନ୍ତୁ, କମିଶନ ବସେଇକିରି ସତ୍ୟାନୁସତ୍ୟ ଜିନିଷ ବାହାର କରନ୍ତୁ। କାହିଁକି ଜିନିଷ ହେଲା, କାହିଁକି ଚାବି ହଜିଲା, ଏଇ ଜିନିଷ ପିଲା ଖେଳଣା ନୁହଁ, ଏଇଟା ଖେଳଣା ଗୋଟେ। ଜଗନ୍ନାଥ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ହଜିଯିବ,
ଏଟା କଥା ସେଇଟା ଠିକ ନୁହଁ। ରତ୍ନଭଣ୍ଡାରରେ ଅନେକ ଗୁଡିଏ କୋଠରୀ ଥିବ ଯାହାକୁ ଗୋଟେ ବଡ ଘର ଅଛି, ସିନ୍ଦୁକ ଅଛି, ଆଲମିରା ଅଛି, ଟ୍ରଙ୍କ ଅଛି, ଆହୁରି ମଧ୍ୟ ତା ଭିତରେ କୋଠରୀ ଗୁଡିକ ଥାଇପାରେ। ତା ଭିତରେ ଦେଖିବେ 5 କି 6 7 ଛୋଟ ବଡ ହେଇ କୋଠରୀ ଅଛି, ଜିନିଷ ଭର୍ତ୍ତି ହେଇଥିଲା, ମୁଁ ଯେତିକି ଜାଣିଛି ହେଇଥିଲା। ଆଉ ସିନ୍ଦୁକ ଆଉ ଆଲମିରା ଏସବୁ ଏଇ ଯୋଉ ପାଣି ପଡି ଖତଫତ ହେଇଯିବଣି, ଖୋଲା ହେଲେ ଆନନ୍ଦ ହବ। ଏବଂ ସେଇ 4.5 କୋଟି ଓଡିଆ ତାକୁ ହନିଛନ୍ତି କଣ ହଉଛି କଣ ହଉଛି। ସାରା ବିଶ୍ୱ, ସାରା ଭାରତବର୍ଷ ସମସ୍ତେ ଏଇ ଗୋଟିଏ କଥା କହୁଛନ୍ତି ରତ୍ନଭଣ୍ଡାର ମହାପ୍ରଭୁ କଣ ଅଛି। ଜଗନ୍ନାଥର ରତ୍ନଭଣ୍ଡାର ଖୋଲା ହଉଛି, ଏଇଟା କଣ ଛୋଟ ବଡ କଥା ନୁହଁ। କଣ ଅଛି ମହାପ୍ରଭୁଙ୍କର, ପ୍ରଭୁଙ୍କର ଯାହା ବାହାରିବ ମାନେ ନୀତିକାନ୍ତି ଯୋଉ ହଉଛି ବର୍ଷ ସାରା, ଜଗନ୍ନାଥର 5 6 ସେଟ ଗହଣା ଯାହା କହିଲେ ଗହଣା ଆଉ ଆମ ଠାକୁରଙ୍କ କାଙ୍ଗଳ ମହାପ୍ରଭୁ ପିନ୍ଧିବେ, ଏଟା ଆନନ୍ଦଦାୟକ ଘଟଣା। ଯଦି ନାହିଁ କହିବେ ନାହିଁ ବିଲିକା ଭକ୍ତମାନେ କୁଢେଇ ଦେଇଯିବେ, କୌଣସି ଅସୁବିଧା ନାହିଁ। କିନ୍ତୁ ଆମେ ଖୋଲି ଦେଖିବା ଯେ ଆମ ଜିନିଷ ସୁରକ୍ଷିତ ଅଛି କି ବାଟମାଣା ହେଇଯାଇଛି କି ଚୋରି ହେଇଯାଇଛି। ସେମାନେ ସବୁ ବୁଝୁଥିଲେ, ଯୋଉ ଲୋକମାନଙ୍କୁ ଚାବି ନେଇ କହୁଛନ୍ତି ସେମାନେ ସବୁ ବୁଝୁଥିଲେ କଣ ଘଟଣା ହେଇଛି। ଖୋଲିଲେ ସୁରକ୍ଷିତ ଜଣାପଡିବ। ଆପଣ ମଧ୍ୟ ଆପଣଙ୍କ ବାବା ଯିଏ ମଧ୍ୟ କହିଥିବେ କି ରତ୍ନଭଣ୍ଡାରରେ କଣ କଣ ଆଗରୁ ଅଛି, କାହିଁକି ଖୋଲା ହଉନଥିଲା, କିଛି ଅଲୌକିକତା ଭିତରେ ଅଛି। ତା ଭିତରେ ପ୍ରଭୁଙ୍କ ଜିନିଷ ଭର୍ତ୍ତି ହେଇଥିଲା, ତା ଭିତରେ ପ୍ରଭୁଙ୍କ ଜିନିଷ ଭର୍ତ୍ତି ହେଇଥିଲା। ଆଜ୍ଞା ଆମେ ଶୁଣିଛୁ ରଜାମାନେ ଯେତେବେଳେ ଜୟ କରି ଆସନ୍ତି ଅନ୍ୟ ରାଜ୍ୟ, ପ୍ରଭୁଙ୍କ ପାଇଁ ଯାହା ଆଣିଥାନ୍ତି ଭେଟି ତା ଦେହରେ ରଖିଥାନ୍ତି। ରଜାଦାର ଏବେ ସିନା ସରକାର ନେଲେ, ଆଉ ଗୋଟେ ରଜାଦାର ମନ୍ଦିର ନା, ଆମେ ଦେଖିବା ଜିନିଷ କଣ ଅଛି ଖୋଲା ଆଉ ଗଣତି ହେଲା ପରେ ଜଣାପଡେ। ପୁଣି ମୁଁ ଏହା କହିବି, ଆଉ ମୁଁ ଦେଖେ କେତେ ଦୂର ସତ୍ୟତା କଣ ଅଛି କଣ ନ ଅଛି। ଏଇ ଯୋଉ ଟିମ୍ ଟି ଅଛନ୍ତି, ଆପଣ ଭାବୁଛନ୍ତି ସବୁ ଶୁଦ୍ଧପୂତ ଭାବରେ ଯାଉଛନ୍ତି, ତମର ମାନସିକତା ଅଛି ମହାପ୍ରଭୁ ସମର୍ପଣ କରି କାର୍ଯ୍ୟ କରୁଛନ୍ତି। ଆଜ୍ଞା ଶୁଣନ୍ତୁ, ଏଇ ଟିମ୍ରେ ଯାହା ଭଗବାନ ସ୍ୱାଗତ ଯୋଗ୍ୟ ଟିମ୍ ଯାଆନ୍ତୁ, ୟା ପରେ ଆଉ ଗୋଟେ ଟିମ୍ ରହିବାକୁ ପଡିବ। କାରଣ ଯୋଉମାନେ ସମୟ ଦେଇପାରିବେ, ଯୋଉମାନେ ୟା ଉପରେ ଅଭିଜ୍ଞତା ଅଛି, ତାକୁ ସରକାର ଦେଖିବେ ଆଉ ଗୋଟେ ଟିମ୍ ରଖିବେ। କାରଣ ରଥ ପରେ ଇଏ କଣ ଦିନିକା 2 ଦିନ ଘଟଣା ନୁହଁ, ଇଏ ଚାଲିବ ଆଜ୍ଞା ମାସ ଧରି କାମ ଚାଲିବ। ଖେଳ ହେଇଛି ମାସ ଚାଲିବ, ତା ଭିତରେ କଣ ଅଛି କଣ ନ ଅଛି ଜଣା ପଡିବ। ତା ଭିତରେ ଲାଇଟ୍ ଦିଆଯିବ, CCTV ଲଗାଯିବ, ସବୁ ହେଇକି ଗଣତି ହବ। ଗୋଟେ ଥର କୁହାଯାଉଛି କି ଯେତେବେଳେ ଜଣେ ବମ୍ବେରୁ ଜଣେ ବଣିଆ ଆସିଥିଲା, ଦେଖିଲା ସେ ରତ୍ନପତ୍ର ଆକଳନ କରିପାରିଲାନି, ସେ ଫେରିଗଲା। ତା ଭିତରେ ଆପଣଙ୍କୁ କହିଲି ଭର୍ତ୍ତି ହେଇଛି। ମୋର ଭୟ କଣ କି ସୁନା ସୁନା ରହିଯିବ। ଏଇ ଯୋଉ ବର୍ଷା ହଉଛି, ପାଣି ପଡୁଛି, ଏ ଯୋଉ ପଡୁଛି ପଥର କାନ୍ଥ, ଆପଣଙ୍କ ଚୂନ ଖସୁଛି, ନଷ୍ଟ ହେଇଯିବ। ସେଇଟା ଖୋଲା କିରେ ଦେଖା ହେଇଗଲେ ମନ ଖୁସି ହେଇଯାନ୍ତା ଯେ ସମସ୍ତେ ତାକୁ ହିଁ ଅପେକ୍ଷା କରୁଛନ୍ତି। ଶ୍ରଦ୍ଧାଳୁ ଭକ୍ତି ଭାବରେ ଭକ୍ତମାନେ ଅପେକ୍ଷା କରୁଛନ୍ତି କଣ ନିହାତି ଅଛି ନ ଅଛି। 1978 ବା 80 ଦଶକରେ କାହିଁକି ସେମାନେ ଖୋଲୁ ନଥିଲେ, କାହିଁକି ସେମାନେ ଭୟ କରୁଥିଲେ କଣ ଅଛି କଣ ଅଛି କଣ ହବ, ରିକ୍ସ ନଉନଥିଲେ। ସେମାନେ ରିକ୍ସ ନଉନଥିଲେ, ବୁଝିପାରିଲେ। ଏଇ ସରକାର ରିକ୍ସ ନେଇ କରିବାକୁ ପଡିବ, ଏଇ ସରକାର ରିକ୍ସ ନେଇ କରିବାକୁ ପଡିବ। ସବୁ ଜିନିଷ ଖୋଲିବେ, ଆଉ ଖଣ୍ଡିଆ ପତରା କରି ଛାଡ଼ିଦେବେନି। ଖଣ୍ଡିଆ ବେଳେ ଛାଡ଼ିଦେଲେ କିଛି ଜଣା ପଡିବନି, ସବୁ ନଷ୍ଟ ହବ। ସବୁ ଜିନିଷକୁ କାଢିବେ, ପୁଣି ଗଡେଜ ଗୁଡିକ ମଧ୍ୟ, ଯୋଉ ଆଲମିରା ଗୁଡିକ ମଧ୍ୟ ମ୍ୟୁଜିୟମ ରଖାଯିବ, ଲୋକ ଜାଣିବେ ଯେ ଏମିତି ଆଗରୁ ଥିଲା ବୋଲି। ହଁ ମୁଁ ଦଉଛି ଆପଣଙ୍କୁ କହିଲି, ଯେତେ ରୂପା ଇଟା ବାড়িতে ଏମାନେ ରୂପା ଇଟା ସେ ସବୁ ରଖାଯାଉ, ନେଇଆସୁ। ଯୋଉ ତକ ବାହାରିଛି ହୁଣ୍ଡିରୁ ତାକୁ ସବୁ ଗଣିତ ନିଆଯାଉ, ବହୁତ ଜିନିଷ ହୁଣ୍ଡିରୁ ବାହାରିଛି, ନେଇଆସୁ। ସବୁ ପୁଣି ପ୍ରଭୁଙ୍କ ରହିବ, ଆନନ୍ଦ ହବ। ଏଇ ସରକାର ଠିକ ଦେଖିବେ, ଏଇଟା ମୋର ଆଶା ଆକାଂକ୍ଷା ଯେ ସରକାର ନିଶ୍ଚିତ ସିଟ୍ ଦେଖିବେ। ଜୟ ଜଗନ୍ନାଥ। ଆଉ ଗୋଟେ କଥା, ଏଇ ଯୋଉ ଜିନିଷ ସବୁ କଢାଯିବା ପରେ ଏଇ ଯୋଉ ଭଣ୍ଡାର ଘରଟାକୁ ପ୍ରିପେୟାର ହବ, ଆଗାମୀ 100 ବର୍ଷ ପାଇଁ ଯେମିତି କରାଯିବ, ଆଗାମୀ ପିଢି ଯେମିତି ଆଉ ଏ ଦ୍ୱନ୍ଦ୍ୱରେ ନ ପଡିବେ। ପୁରା ରିପେୟାରିଂ ହବ, ପୁରା ଡ୍ୟାମେଜ ହବ, ଭାଙ୍ଗିକିରି ସ୍ୱତନ୍ତ୍ର ଷ୍ଟ୍ରଙ୍ଗ ରୁମ୍ ହବ, ବଢିଆ ଷ୍ଟ୍ରଙ୍ଗ ରୁମ୍, ଯେମିତି ପାଣି କିଛି ପଡିବନି। ଆଗାମୀ 200 ବର୍ଷ ଯାଏଁ କିଛି କ୍ଷତି ନ ହବ, ଏଇଟା ମୋ ଇଚ୍ଛା। ସେମିତି ରହିଥିବ, ଇତିହାସ କହୁଥିବ ଏଇ ସରକାର ସମୟରେ, ଏଇ ମସିହାରେ ଏଇ କାମ ହେଇଥିଲା, ବହୁତ ବଢିଆ କାମ ହେଇଛି। ଯେମିତି ସୁନାବେଶ ରହିଛି ଏବଂ ଅନେକ ଗୁଡିଏ ମଧ୍ୟ ପ୍ରଶାସନ ଅନୁରୋଧ କରିଛି ଯେମିତି ତା ସମ୍ମୁଖ ଭାଗରେ କେହି ରହିବେ ନାହିଁ, ଏମିତି ବ୍ୟବସ୍ଥା ହବ, ଯୁବ ଏବଂ ବୟସ୍କ ମଧ୍ୟ ସମନ୍ୱୟ ରହିବ। କଣ କେମିତି ଆପଣମାନେ ଦିଗ୍ଦର୍ଶନ ଦେବେ? ନାଇଁ ଆପଣ ଦେଖନ୍ତୁ, ରଥ ଭଲ ହେଲା, ରଥରେ ଯୋଉ ଆପଣଙ୍କର ଅରବିନ୍ଦ ପାଢୀ କହିଲେ, ସେ ହିସାବରେ ଲୋକ ମାନିଲେ। କିଛିଟା ଅମାନିଆ ଅଛନ୍ତି, ସେ ଆସ୍ତେ ଆସ୍ତେ ଠିକ ହେଇଯିବେ।
କାରଣ ଜଗନ୍ନାଥଙ୍କ ଆଗରେ ଠିକ ଲାଭ କଣ? କାରଣ ସେଇଠିକି ଦର୍ଶନ ଦେବାକୁ ଆପଣ ଟିଭି ମାଧ୍ୟମରେ ବାହାରେ କୋଟି କୋଟି ଲୋକ ଅପେକ୍ଷା କରୁଛନ୍ତି। ତାଙ୍କ ଆଗରେ ଠିଆ ହେଇକି ଲାଭ କଣ? ପ୍ରଭୁଙ୍କ ଠିଆ ଉଚିତ ନୁହଁ। ଆମେ ନିଜେ ସଚେତନ ହେବା ଦରକାର, ନିଜେ ସଂସ୍କାର ଆଣିବା ଦରକାର। ଜଗନ୍ନାଥଙ୍କୁ ଫ୍ରି କରିଦେବେ। ଜଗନ୍ନାଥ ଯେମିତି ସାରା ବିଶ୍ୱ ଦେଖୁଥିବ। ଆଜି ଗୋଟେ ଦିନ ସୁନାବେଶ, ଆଜି ଦିନଟାକୁ ଶହ ଶହ କୋଟି ଲୋକ ଦେଖିବାକୁ ଚାହିଁ ବସୁଛନ୍ତି, ବେଶୀ ଟିଭି ମାଧ୍ୟମରେ। ସେଥିଯୋଗୁଁ ମୁଁ ବି ଚେଷ୍ଟା କରୁଛି ଆମ ବାଲଗିରା ହିସାବରେ ପ୍ରଭୁଙ୍କର ଯେମିତି ସୁରକ୍ଷିତ ଭାବରେ ନୀତି ସରିକିରି ମହାପ୍ରଭୁ ସୁନାବେଶ ଦିଅନ୍ତୁ, ଶୀଘ୍ର ହଉ ଏବଂ ସମସ୍ତେ ଦର୍ଶନ କରନ୍ତୁ। 1978 ମସିହାରେ ଯେଉଁ ତାଲିକା ସେମାନେ କରିଥିଲେ, ଯେମିତି ସ୍ୱଚ୍ଛତା ଆସିଥିଲା, ଏବେ ଯେଉଁ ରତ୍ନଭଣ୍ଡାର ଯାଞ୍ଚ କରାଯିବ ସେମିତି ସ୍ୱଚ୍ଛତା ଆସିବ, ସବୁ ଜିନିଷ ଲୋକ ଜାଣିବା ଦରକାର କି ନାହିଁ, ନା ତାକୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଗୁପ୍ତ ରହିବା ଦରକାର, କ'ଣ ଆପଣ ଆଶା କରୁଛନ୍ତି? ଏଇସବୁ ଜିନିଷ ଗୁପ୍ତ ରହିବା ଦରକାର ନୁହଁ। କାହିଁ ଗୁପ୍ତ ରହିବ? ଏସବୁ ପବ୍ଲିଶ ହେବା ଦରକାର। ଗୁପ୍ତ ରହିକି ସବୁ ଚୋରି ହଉଛି, ଏସବୁ ପବ୍ଲିଶ ସବୁ ଜାଣିବା ଦରକାର। ଏସବୁ ଆଗେ ଗୋଟେ ପରମ୍ପରା ଲୋକ ଭୟ କରୁଥିଲେ, କାହିଁ ଜାଣିବା କିଏ ନେଇଯିବ କ'ଣ କରିବେ। ଅବିକା ସେଇ ଜିନିଷ ନାହିଁ। ଯାହା ବି ହଉ ଏଇଟା କହୁଛି ଗୁପ୍ତ ସେବା ନୁହଁ। এই ଜିନିଷ ଗୁପ୍ତ ରହିବା ଦରକାର। ଗୁପ୍ତ ସେବା ଜଗନ୍ନାଥ ଅନୁସାରେ ଗୁପ୍ତ ସେବା ହଉଛି। ଏଇସବୁ ଜିନିଷ ଦାନ ପୁଣ୍ୟ ଜିନିଷ ଲୋକମାନେ ଆଗକୁ ଦେଇଛନ୍ତି। ଜଣାପଡ଼ିବା ଦରକାର ମହାପ୍ରଭୁଙ୍କର କ'ଣ ଅଛି ରତ୍ନଭଣ୍ଡାରରେ। ଏଇଟା ପବ୍ଲିଶ ହେବା ଦରକାର। ସବୁ ଜାଣିବା, A to Z ସବୁ ଜାଣିବା ଦରକାର। ସବୁ ଅଳଙ୍କାର ଫଟୋ ଉଠିକି ରହିବା ଦରକାର। ସବୁ ଫଟୋ ଉଠି ବାହାରେ ପଠେଇବା ଦରକାର। ଏଇ ଜିନିଷ ମହାପ୍ରଭୁ ଭାଇଲା, ଏଇଆ ଅଛି ଏଇଆ ନାହିଁ, ଆମମାନେ ଏଇଆ ଦେଇ ପ୍ରଭୁଙ୍କୁ ଦାନ କରନ୍ତୁ। ପ୍ରଭୁଙ୍କର 5-6ଟା ସେଟ୍ ହବ। ଆମେ ଆପଣମାନଙ୍କୁ ଅନୁରୋଧ କରୁଛି, ସବୁବେଳେ କହନ୍ତୁ ଯେମିତି ଜଗନ୍ନାଥ ଆଉ କିଛିଟା ଗହଣା ଘାଣ୍ଟି ମହାପ୍ରଭୁ ପିନ୍ଧୁ ନୂଆ ଏଇ ଗୋଟିଏ ନ ପିନ୍ଧିକିରି 5-6ଟା ବର୍ଷକୁ 5-6ଟା ପ୍ରଭୁ ନୂଆ ସେଟ୍ ପିନ୍ଧନ୍ତୁ। ଆଜ୍ଞା ଶୁଣନ୍ତୁ, ମନ୍ଦିର ଯୋଉ ହେଲା ପରିକ୍ରମା ପ୍ରକଳ୍ପ 5,000 କୋଟି ଟଙ୍କା ଖର୍ଚ୍ଚ କଲେ। ଜଗନ୍ନାଥଙ୍କ ପୁରା 1,000 କି 500 କୋଟି ଗଲେ କେତେ କ'ଣ ମହାପ୍ରଭୁ ହେଇଯାଆନ୍ତା। ତାଙ୍କର ଏସବୁ ନକରେ ବାହାରେ 5,000 କୋଟି ଟଙ୍କା କରି ଭାଣ୍ଡ କାରବାର କଲେ, କରି କଦମ ମୂଳ ଇଏ କରି ସେଠି ପୁଅ ଝିଅ ବସି ଫଟୋ ଉଠେଇଲେ। ଏଇଟା ଅତି ଲଜ୍ଜାଜନକ ଘଟଣା, ଭଲ ନୁହଁ। ଆରେ ଭିତରେ ତ ଫମ୍ପା, ବାହାରେ କହିଲେ ହବ କ'ଣ? ଜଗନ୍ନାଥ ଭିତରେ କଥା ମୁଁ ଖୁସି ହେଇଥାନ୍ତି, ମୁଁ ବହୁତ ଖୁସି ହେଇଥାନ୍ତି। ଏଥର ପ୍ରଭୁଙ୍କ କେତେ କରେ, ପ୍ରଭୁ ଯାହା ଯୋଉ ସବୁ ଯାହାର ଘର ଯାହାର ଦୁଆର ତାର ଗୋଟେ ଅଳଙ୍କାର ନେଇ କିଛି ନାହିଁ, ସେଇ ଖଣ୍ଡିଆ ଜିନିଷ ପିନ୍ଧିଛି ଧୋଇ ଶୁଖିକିରି। ତେଣୁ ବାହାରେ 5,000 କୋଟି ଟଙ୍କା ଖର୍ଚ୍ଚ ହବ କ'ଣ? କୁହାଯାଉଛି ଯେ ରତ୍ନଭଣ୍ଡାରର ବାହାର ଭଣ୍ଡାରରେ 2ଟା ଘର ଅଛି, ଗୋଟେ ପ୍ରତିଦିନର ଅଳଙ୍କାର ଆଉ ଗୋଟେ ଏଇ ଯୋଉ ବିଶେଷ ପର୍ବପର୍ବାଣୀ ଅଳଙ୍କାର। ଯୋଉ ଭିତର ଭଣ୍ଡାରରେ ଯୋଉ କୋଠରୀ ଅଛି, ଆପଣ ଭାବୁଛନ୍ତି ଯୋଉ ମକୁଟ ଫକୁଟ ଆହୁରି 5-6ଟି ତା ଭିତରେ ଭଣ୍ଡାର ଅଛି, ତା ଭିତରେ ସବୁ ଗୁପ୍ତ ଘର ବାହାରିବେ, ଗୁପ୍ତ ବି ଘର ଅଛି ତଳେ, ସୁଡ଼ଙ୍ଗ ଘର। ଆଉ ସୁଡ଼ଙ୍ଗ ଅଛି ପୁରା। ରୋଜା ମାନେ ସୁଡ଼ଙ୍ଗ କରିଥାନ୍ତି, କାହିଁକି ନା କାଲିକି ନେଇଛନ୍ତି ନୁଚିକି ନେଇଯିବ। ସୁଡ଼ଙ୍ଗ ଭିତରେ ଜିନିଷ ରହିଥାଏ। ତାପରେ ସୁଡ଼ଙ୍ଗ ଅଛି, ରତ୍ନଭଣ୍ଡାର ସୁଡ଼ଙ୍ଗ ଅଛି, ସୁରକ୍ଷିତ ଜାଗାରେ ଅଛି। ଯୋଉ ଜାଗାରେ ମହାପ୍ରଭୁ ରତ୍ନଭଣ୍ଡାର ସ୍ୱୟଂ ଭଗବାନଙ୍କ ପାଖରେ ସୁରକ୍ଷିତ ଜାଗାରେ ଅଛି, ତା ଉପରେ ଲୋକନାଥ ଜଗିଛନ୍ତି, ସ୍ୱୟଂ ଭଗବାନ ଜଗିଛନ୍ତି। ଆମ ବିଶ୍ୱାସ ଆମର ନିଶ୍ଚିନ୍ତ ସବୁ ଜିନିଷ ବାହାରିବ, ଜଣାପଡ଼ିବ। ଯଦିଟା କିଛିଟା ଜିନିଷ କିଏ କ'ଣ ଚୋରିକି ନେଇଥିବ ତାକୁ ବି ଜଣାପଡ଼ିବ। ଯେତେବେଳେ ସବୁବେଳେ ମନ୍ଦିରକୁ ଆକ୍ରମଣ ହଉଥିଲା, ମୋଗଲ ଆକ୍ରମଣ କରୁଥିଲେ, ତେଣୁ ସେଇ ସମୟରେ এই ସୁଡ଼ଙ୍ଗ ବାଟେଇ ଜିନିଷ ଗୁଡାକ ସୁରକ୍ଷିତ ରଖୁଥିଲେ। ସେଇ ସମୟରେ ସୁଡ଼ଙ୍ଗ ରହିଥିଲା। ରଜା ମହାରାଜ ପ୍ରଭୁଙ୍କୁ ଜଗିଥାନ୍ତି, ପ୍ରଭୁଙ୍କ ଜିନିଷ ସୁରକ୍ଷିତ ରଖିଥାନ୍ତି। ସେଇଥିରୁ ମୁଁ କହୁଛି, ପୁରା ଆପଣମାନେ କହନ୍ତି ପୁରା ଖୋଲା ହଉ, ଆଉ ଖଣ୍ଡିଆ ଖାଇବାକେ ଛାଡ଼ି ଦିଅନ୍ତୁନି, ପୁରା ସ୍ୱତନ୍ତ୍ର ଖୋଲି ଯାହା କରନ୍ତୁ। ଜୟ ଜଗନ୍ନାଥ। ଯେମିତି ଆମେ ଦେଖିଛୁ ଗୋଟେ କୋହିନୂର ହୀରା ଥିଲା, ଯାହା ବର୍ତ୍ତମାନ ଇଂଲଣ୍ଡରେ ଅଛି। ତେଣୁ ଆମର ତା ଭିତରେ କୋହିନୂର ଭଳି ମଧ୍ୟ ହୀରା ଥିବ, କାରଣ ସେଥିରେ ଠାକୁର ରାଜା ରଞ୍ଜିତ ସିଂ କିଛି ଅସମ୍ଭବ ନୁହଁ। ଯେମିତି ଆପଣ କହିଲି କୋହିନୂରଟା ଏଇଟା ବାହାର ଜିନିଷ ଆପଣ ଜାଣନ୍ତୁ। ସେମିତିକା ଜଗନ୍ନାଥ କୋହିନୂର ହୀରାଠୁ ବଳିକି ବଡ଼ ହୀରା ବି ପାରିଥାଏ। ଜଗନ୍ନାଥ ସ୍ୱତନ୍ତ୍ର ପ୍ରଭୁ କାଞ୍ଚି କାମ କରି ବିଜୟ କରିଥିଲେ। ନିଜେ ଭଗବାନ ଯାଇଥିଲେ, ରାମ ଲକ୍ଷ୍ମଣ ହେଇକି ପ୍ରଭୁ ଯାଇଥିଲେ କାଞ୍ଚି କାମ କରି ରଜାଙ୍କ ପାଇଁ କି, କାହିଁକି ନଥବ ହୀରା ନିଆମ ସବୁ ଥବ। ଆଉ ଦେଖୁନି ବାହାରିବ ବହୁତ। ଯେତେବେଳେ ବିଦେଶୀ ଇଂରେଜ ଶାସନ ଥିଲା, ରାଜାଙ୍କୁ ଏଠି ଦାୟିତ୍ୱ ଦିଆଯାଇଥିଲା ମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱ। ସେ ସମୟରେ ଇଂରେଜ ମାନେ ଚୋରି କରି ନେଇଯାଆନ୍ତି? ନାଇଁ ନାଇଁ, ସେ କିଛି ନାହିଁ, କିଛି ସେସବୁ ନେଇନାହାନ୍ତି। କାରଣ ମନ୍ଦିର ଚଳିବା ଟିକେ ସମସ୍ୟା ସେ ଥିଲା, ତା ଭିତରେ ଲୁଚିକି ସବୁ ଜିନିଷ ଅଛି, କିଛି ଅସୁବିଧା ହେଇନି। ସେମାନେ ନେଇ ଜଣା ପଡିଥାନ୍ତା। ଗୋଟେ କୁହାଯାଉଛି ଯେତେବେଳେ ମହାପ୍ରଭୁଙ୍କୁ ଆକ୍ରମଣ ଥିଲା, ଯେତେବେଳେ ମହାପ୍ରଭୁ ପାତାଳି ବିଭିନ୍ନ ଜାଗା ଯାଉଥିଲେ, କିଛି ସୁଡ଼ଙ୍ଗ ପଟେ ଯାଉଥିଲେ ନା କ'ଣ? ସେ ସବୁ ସେବାୟତ ମାନେ ତାଙ୍କୁ ନେଇଯାଉଥିଲେ, ସୁଡ଼ଙ୍ଗ ପଟେ ନେଉଥିଲେ। ସେବାୟତ ମାନେ ପ୍ରଭୁଙ୍କ ସାଙ୍ଗେ ସବୁବେଳେ ରହିଥାନ୍ତି, ତାଙ୍କୁ ସେବାୟତ ମାନେ ଅନ୍ୟ ଜାଗାକୁ ସେଫ୍ଟି କରୁଥାନ୍ତି। ସେତେବେଳେ ଛୋଟ ଠାକୁର ଥିଲେ, ଇଏ ବଡ଼ ଠାକୁର କାଳିଆ,
ଇଏ ବଡ ଠାକୁର ଦାରୁ ମୃତ ଯେତେ ଦାରୁ ପ୍ରତି ମୁରାରୀ ହେଲେ ସେ ଯୋଉ ମହାପ୍ରଭୁ ସେ ସବୁ ଠିକ ଅଛି। ଜଗନ୍ନାଥ ଅଛନ୍ତି, ବିଶ୍ୱ ଠାକୁର ସିଏ, ବିଶ୍ୱ ନିୟତା ସିଏ। এই যে 1978 ଯୋଉ ତାଲିକା ଏମାନେ କରିଥିଲେ ତା ଦେହରେ ମୁକୁଟ ଫୁକୁଟ ଲେଖି ନାହାନ୍ତି, କିନ୍ତୁ ଯେତେବେଳେ ଆଉ ଭାବୁଛନ୍ତି କି ସିଏ ଅଧା ବାଟରେ ଯାହା ତାଲିକା କରିଛନ୍ତି ଆହୁରି ମଧ୍ୟ ଯଦି ଦେଖିବେ ଏବେ ସବୁ ଜଣା ପଡିଯିବ 52 ମସିହା ଯେମିତି ମୁକୁଟ ଫୁକୁଟ ମୁଁ ସେୟା କହୁଛି ଏଥରକ ମୋହନ ମାଝୀ ସରକାର ସବୁ କରିବେ। ନିଜେ ବି ଚିଫ୍ ମିନିଷ୍ଟର ଆସିକି ମଝିରେ ମଝିରେ ତାକୁ ଦେଖନ୍ତୁ, ନିଜେ ଚିଫ୍ ମିନିଷ୍ଟର ଆସି ମଝିରେ ମଝିରେ ପ୍ରଭୁଙ୍କ ଜିନିଷ କଣ ରହିଲା ନହେଲା ତାଙ୍କର ପ୍ରଭୁ ନେଇଛନ୍ତି, ସେ ସରକାର ସେ ମୁଖ୍ୟ। ମୋହନ ମାଝୀ ଭଲ ଲୋକ, ନିଜେ ଆସିକି ତଦାରଖ କରନ୍ତୁ କଣ ହେଲା କଣ ନହେଲା, ମଝିରେ ମଝିରେ ଖୁସି ଲାଗିବ। ଏବଂ ସ୍ୱତନ୍ତ୍ର ସରକାର ଦୃଷ୍ଟି ଦେଇଛନ୍ତି, ସ୍ୱତନ୍ତ୍ର ସବୁ କାମ ସାରିକିରି ବାହାରନ୍ତୁ, ଅଧା ପନ୍ତିଲା ଗୋଟିଏ ବିନ୍ଦୁ ବି ଚାଲନ୍ତୁନି। ଖୋଲିଛନ୍ତି ମାନେ ପୁରା ପୂର୍ଣ୍ଣାଙ୍ଗ କରିବାକୁ ପଡିବ। ପୂର୍ଣ୍ଣାଙ୍ଗ ବର୍ଷ ଲାଗୁ 2 ବର୍ଷ ଲାଗୁ କିଛି ଅସୁବିଧା ନାହିଁ। ପୂର୍ଣ୍ଣାଙ୍ଗ କରି ନୂଆ ଘର କରି ନୂଆ ଷ୍ଟ୍ରଙ୍ଗ ରୁମ୍ କରି ତା ଭିତରେ ବଢିଆ ବ୍ୟାଙ୍କ ଷ୍ଟ୍ରଙ୍ଗ ରୁମ୍ କରି ଜିନିଷ ପତ୍ର ସବୁ ରହିବ, ସରକାର କରନ୍ତୁ। ଜୟ ଜଗନ୍ନାଥ। ଜଗନ୍ନାଥଙ୍କର ଏଇସବୁରେ ଇଚ୍ଛା ଯେ ନାହିଁ ଖୋଲାଯାଉ ତାଙ୍କ ଭଣ୍ଡାର। ପ୍ରଭୁଙ୍କ ଇଚ୍ଛା ହେଲେ ଖୋଲା ହେଲା। ପ୍ରଭୁଙ୍କ ନାଁ ଧରି ସେମାନେ ଭୋଟ ପାଇଲେ। ସେମାନେ ମୁଖ୍ୟ ପ୍ରସଙ୍ଗ ତ ରତ୍ନଭଣ୍ଡାର ଖୋଲିବ, ଚାରିଦ୍ୱାର ଖୋଲିବା ବଡ ଜିନିଷ, ରତ୍ନଭଣ୍ଡାର ବଡ ଜିନିଷ ହେଲା। ଜୟ ଜଗନ୍ନାଥ। ଗୋଟେ କଥା ଯେମିତି ଭାବରେ ଆପଣ ପହଣ୍ଡି ଦେଖିଲେ, ଯେମିତି ଘଟଣା ଘଟିଲା ଏବଂ ସେଥିରେ ଅନେକ ଗୁଡ଼ିଏ ଜିନିଷ ଶିଖିବାକୁ ମିଳିଲା, ଏବଂ ଆପଣମାନେ କିଭଳି ଆପଣ ଯୁବକମାନଙ୍କୁ ପରାମର୍ଶ ଦେବେ ଶୃଙ୍ଖଳିତ ପହଣ୍ଡି ଏବଂ ରୀଳାତି ବିଜୟ। ସେଇଟା ପ୍ରଥମ ମୁଁ କହିଲି, ହଜାର ହଜାର ମୋବାଇଲ କ୍ୟାମେରା ଧରି ଭାନ କାରବାର, ପ୍ରଭୁଙ୍କ ପହଣ୍ଡିରେ ମନ ନାହିଁ, ଖାଲି ଗୋଟେ ମୋବାଇଲ ଗୋଟେ ଧରିକିରି ଫଟୋ ଉଠେଇକିରି ତା ପାଖକୁ ୟା ପାଖକୁ ପଠଉଥିଲେ, ଏଇ କଥା ଭଗବାନ ଫିଙ୍ଗିଲେ କିଛି ନାହିଁ। ଏଥର ବଢିଆ ହେଇଛି, ଯେତିକି ନିର୍ଦ୍ଦିଷ୍ଟ ସେବାୟତ ଯାହାର ପାଳି ଅଛି ସେଇମାନେ ହିଁ ରହିବେ, ପହଣ୍ଡି ମହାପ୍ରଭୁ ନେଇକି ଆସିବେ। ଦେଖନ୍ତୁ ବାହୁଡା ପହଣ୍ଡି ଶୃଙ୍ଖଳିତ ହେଲା, ତା ଭିତରେ ଯଦି ରହିବା ତା 100 ସେବାୟତ ରହୁଛନ୍ତି, 500 ସେବାୟତ ହେଇପାରିବ। ଆଜି ମୋବାଇଲ ଧରି ବୁଲିବେ, ଆଜି ମୋବାଇଲ ଧରି ଆରେଷ୍ଟ ହେବେ, ଆଜି ମୋବାଇଲ ଧରିବେ। ମୁଁ ତ କହୁଛି ସରକାରଙ୍କୁ କହିବି, ଯିଏ ମୋବାଇଲ ସିସିଟିଭି ଉଠିବ ତାକୁ ଆପଣ ଆରେଷ୍ଟ କରିବେ, ମୁଁ ତ କହୁଛି। ଗୋଟେ ସ୍ଥାୟୀ ପ୍ରଶାସକର ଆବଶ୍ୟକତା ଅଛି, ଯେମିତି ଅରବିନ୍ଦ ପାଢୀ ଦୁଇଟା ଦାୟିତ୍ୱ ଅଛନ୍ତି, ସେ ପୁରୁଣା ଲୋକ, ଅଭିଜ୍ଞତା ଅଛି, କିନ୍ତୁ ସ୍ଥାୟୀ ପ୍ରଶାସକ ହେଲେ ସବୁବେଳେ ମନ୍ଦିର ସହିତ ଜଡିତ ରହନ୍ତି। ମୁଁ ତ ଆଗୁଆ କହିଥିବି, ଏଇଟା ବି କହିଛି ଆଗୁଆ, ସ୍ଥାୟୀ ପ୍ରଶାସକ ରହନ୍ତୁ, ତାଙ୍କର ସ୍ୱତନ୍ତ୍ର ମୁଖ୍ୟ ପ୍ରଶାସନ କ୍ୱାର୍ଟର ରହୁ, ସେ ରହିବେ। ସ୍ଥାୟୀ ପ୍ରଶାସକ ନହେଲେ ଏ କାମକୁ ସ୍ଥାୟୀ ପ୍ରଶାସକ ସବୁବେଳେ, ଏତେ ବଡ ମନ୍ଦିର ଲକ୍ଷାଧିକ ଲୋକ ଆସୁଛନ୍ତି, ସବୁବେଳେ ତାଙ୍କର ନଜର ରହିବ। ସ୍ଥାୟୀ ପ୍ରଶାସକ ହେଲେ ଭଲ ହବ, ଏଇଟା ସରକାର ନିଶ୍ଚୟ ପୂର୍ଣ୍ଣ ବିଚାର କରିବେ। ଆଗ ରତ୍ନଭଣ୍ଡାରଟା ହେଇଯାଉ, ତାପରେ ସରକାର ଏଇଟା ବିଚାର କରିବେ, ସ୍ଥାୟୀ ପ୍ରଶାସକ ବିଚାର କରିବେ। ଆପଣ ଏଥର ସିଓର ଅଛନ୍ତି ଯଦି ପୁରା ରତ୍ନଭଣ୍ଡାର ଖୋଲିଯାଏ, ସମ୍ପୂର୍ଣ୍ଣ ଯାଞ୍ଚ ହେଇଯାଏ, ତା ଆଗକୁ ରଘୁନାଥ ବେଶ ନିଶ୍ଚିତ ହବ। ରଘୁନାଥ ବେଶ ସରକାର କଲେ ନାଁ ନେଇଯିବେ, ଇତିହାସ ନାଁ ନେଇଯିବ। ମଣିଷ ଅଛି ଆଜି ଅଛି କାଲି କୁଆଡେ ପଳେଇବ, ଇତିହାସ ନାଁ ନେବ ଯେ ମୋହନ ମାଝୀ ସରକାର ରଘୁନାଥ ବେଶ କରିଥିଲେ। ତାଙ୍କ ପାଇଁ ଏଇଟା ଗୋଟେ ବିରାଟ ଚ୍ୟାଲେଞ୍ଜ ସରକାର ପାଇଁ। ମୁଁ କହୁଛି ନିଶ୍ଚୟ ମୁଁ ମାନେ ମୋହନ ମାଝୀଙ୍କ ସାଙ୍ଗେ ମୁଁ ଡାଇରେକ୍ଟ ପର୍ସନାଲ କଥା ହେବି ଚିଫ୍ ମିନିଷ୍ଟର ସାଙ୍ଗରେ, ରଘୁନାଥ ବେଶଟା କରନ୍ତୁ, କରିକି ଆଉ ଗୋଟେ ଆନନ୍ଦ ନିଅନ୍ତୁ ଯେ ମହାପ୍ରଭୁ ରଘୁନାଥ ବେଶ ହେଲା। ଦେଖନ୍ତୁ ଆମ କାଳିଆ ଠାକୁର ଏତେ ବଡ ଠାକୁର, ଯୋଉଠିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁଠି ଜୟ ଜଗନ୍ନାଥ ହଉଛନ୍ତି। ଏବେ ଯାଇଥିଲା ମସ୍କୋ, ସେଠି ବି ଜୟ ଜଗନ୍ନାଥ ହଉଛନ୍ତି। ରାଷ୍ଟ୍ରପତି ଦୌଡ଼ିକି ଆସିଛନ୍ତି ପ୍ରଭୁଙ୍କୁ ଦର୍ଶନ କରି, ରଥ ଭିଡ଼ି ଗଲେ, ଆନନ୍ଦ କଥା। ପ୍ରଭୁ ଆମର ଆଉ ଗୋଟେ କଥା ଥାଏ, ଯେତେବେଳେ ମହାପ୍ରଭୁଙ୍କ ସୁନାବେଶ କଥା ପଡେ, ଆପଣଙ୍କ ଭାଇମାନଙ୍କ କଥା ପଡେ, ସବୁ ଟିକେ ସୁନା ପିନ୍ଧି ବସିଥାନ୍ତି ରଥ ଉପରେ। ଗୋଟେ ଛୋଟିଆ କଥା, ପ୍ରଭୁ ସୁନା ପିନ୍ଧନ୍ତି, ସେମାନେ ଗୋଟେ ସୁନା ଚେନ୍ ମାରି ମୋଦି ଗୋଟେ ପ୍ରଭୁଙ୍କ ଥାନ୍ତି ତ, ପାଟ ମୁକୁଟା ପିନ୍ଧି ଆଉ କଣ ଭିକାରୀ କାଙ୍ଗାଳ ମାରିକି ରହିବେ? ଭିକାରୀ କାଙ୍ଗାଳ ମାରିକି ଲୋକ ଖରାପ ହେବେନି? ସୁନ୍ଦର ଦେଖାଯାଏ ମହାପ୍ରଭୁ ଜଗନ୍ନାଥ, କିନ୍ତୁ ସୁନ୍ଦର ଦେଖାଯାଆନ୍ତୁ, ତା ଭିତରେ ମୁଖ୍ୟ ହିରୋକୁ ଛାଡ଼ନ୍ତୁ, ଜଗନ୍ନାଥଙ୍କୁ ଛାଡ଼ନ୍ତୁ, ଏମାନେ ପାଖରେ ବସନ୍ତୁ। ଠିଆ ହେଇକି ଗାଣ୍ଡି ହଲିକି ବୁଲିଲେ କିଛି ଲାଭ ନେଇ କିଛି। ଆପଣଙ୍କ ପରପିଢି ଯେଉଁମାନେ ଆସୁଛନ୍ତି ତାଙ୍କୁ ଆପଣ କିଭଳି କେବେ ସେବା ସମର୍ପଣ କରି ମହାପ୍ରଭୁ ପାଇଁ ଦିଅ, ଯେମିତି ଆପଣମାନେ ଆଜି ମହାପ୍ରଭୁ ସେବା ସମର୍ପଣ ରହିଛନ୍ତି, ସେମାନେ କେମିତି ଆକୁ ଅବଲମ୍ବନ କରିବେ? ନିଶ୍ଚିତ ଦେଖନ୍ତୁ, ଆମେ ହବିଷ କରୁଛୁ, ମାସେ କରୁଛୁ, ସେମାନେ ବି ସଂସ୍କାରକୁ ଆସିଲେଣି। ମାସେ ହବିଷ ଆମର ଜୋତା ପିନ୍ଧିବୁନି, ଜାମା ପିନ୍ଧିବୁନି, ଲୁଗା ପିନ୍ଧିବୁନି, ବହୁତ ହବିଷ। ଆଜ୍ଞା ଗୁପ୍ତ ସେବା, ଯେମିତି ଗୋଟେ ଗାମୁଛାରେ ପିନ୍ଧି ସେବା କରିବୁ। ପ୍ରଭୁଙ୍କ ସେବା କରିବାକୁ ପଡିବ, ସମର୍ପିତ ଭାବ ରଖିବାକୁ ପଡିବ। ମହାପ୍ରଭୁ ପାଖେ ସମର୍ପିତ ନହେଲେ ସେ ଠାକୁର କିଛି ଶୁଣିବେନି, ଗର୍ବ ଗଞ୍ଜନ ମାନା ସିଏ। ତାପରେ ରହସ୍ୟମୟ ଠାକୁର ସେ ରୀଳାମୟ କ୍ଷେତ୍ର ଇଏ, ତା ପାଖରେ ସମର୍ପିତ ହେଇଯିବେ ତ ସବୁକିଛି ସେ ମାଫ କରିଦେବ। ଅହଙ୍କାର କଲେ ତଳେ ନେଇ ଫିଙ୍ଗିଦବ, ମୋଡ଼ିକି ନେଇ ଫିଙ୍ଗିଦବ, ଯେମିତି ଅଣ୍ଡର କରଣି ଲାଗେ।
ଯେ ଆମେ ସମସ୍ତଙ୍କୁ ଆମେ କହୁଛୁ ଆପଣ ସମର୍ପିତ ସେବାୟତ ମାନେ ହୁଅନ୍ତୁ, ସଂସ୍କାର ଶିଖନ୍ତୁ। ମହାପ୍ରଭୁଙ୍କ ପାଖରେ ଯୋଉ ଜେଜେମାନ ମାନେ ବାହାରୁ ଆସୁଛନ୍ତି ଯେମିତି ବଦନାମୀ ତମର ନ ହୁଏ, ତେଣୁ ସେଇପଟେ ଲୋକଙ୍କୁ ଦର୍ଶନ କରାଇ ଦିଅ, ଲୋକଙ୍କୁ ଖୁସିରେ ଛାଡ଼। ଯେମିତି ଲୋକମାନେ ଯାଇ ବାହାରେ ପ୍ରଚାର କରିବେ ନା ପୁରୀର ପଣ୍ଡା ସେବାୟତ ମାନେ ଭଲ ଲୋକ, ଆମେ ଦର୍ଶନ କରିକି ଆସିଲୁ। ଏଇଟା ମୁଖ୍ୟ କଥା, ବଦନାମୀ ନ ହଉ। ଆଉ ଗୋଟେ ଗଜପତି କହିଲେ ଗୋଟେ ସ୍ଲଟ୍ ବୁକିଂ କଥା, ସ୍ଲଟ୍ ବୁକିଂ କରି ଦର୍ଶନ ହେଇପାରିବ, ସମସ୍ତେ ଦର୍ଶନ କରିପାରିବେ? ଅସମ୍ଭବ, ସେଇଟା ଗଜପତି ଉପରେ ସେଟା ଅସମ୍ଭବ କଥା। ସେ ଜିନିଷ କେବେ ହେଇନି କି ହବନି। ଆଜି ଆପଣ କହିଲେ ଗଜପତି କଣ କହିବେ, ସିଏ କହିଲେ ହେଇଯିବ? ଏମିତି ତିରୁପତି ମନ୍ଦିର ହେଇଛି, ଗୋଟେ ଗରିବ ଭକ୍ତ କଣ ସ୍ଲଟ୍ ବୁକିଂ ଯିବ? ଯାଇପାରିବ? ଜଗନ୍ନାଥଙ୍କ ମନ୍ଦିରରେ ମେନ୍ ମୁଖ୍ୟ ସାଣ ମେଲା, ସାଣ ମେଲା ଯୋଗୁଁ ଜଗନ୍ନାଥ ମନ୍ଦିର। ଏଇସବୁ ଜିନିଷ ଯେବେ ନାଗିବେ ହାଇ ଭୋଲ୍ଟେଜ, ଲୋକ ଫାଟି ବାହାରି ପଡିବେ, କେବେ ହବନି। ଜଗନ୍ନାଥଙ୍କ ଯେମିତି ହଜାର ହଜାର ଦର୍ଶନ କରୁଛନ୍ତି ହବ, ସେଇଟା ଶୃଙ୍ଖଳିତ ହେବା ଦରକାର। ସେଇଟାକୁ ଯେମିତି ପୋଲିସ ଦେଇ ଭଗବାନ ଦେଇ ଶୃଙ୍ଖଳିତ ଲୋକମାନେ ଦର୍ଶନ କରିପାରିବେ। ଗୋଟିଏ ଦୁଆର ପରେ ପବ୍ଲିକ ଯିବେ, ଭକ୍ତ ଯିବେ, 3 ଦୁଆର ପରେ ବାହାରିବେ। ମୁଁ ଆଗରୁ ବି ଏଇଟା କହି, ସିଂହ ଦ୍ୱାର ପଶିବେ, 3 ଦ୍ୱାର ପରେ ଭକ୍ତ ବାହାରିବେ, କୌଣସି ଅସୁବିଧା ହବନି, ବହୁତ ବଢିଆ ଦର୍ଶନ ହବ। ଏବେ ଆମେ ଦେଖୁଛେ ଆଗରୁ ସୁନାବେଶରେ 1-2 ଲକ୍ଷ ଭକ୍ତ ହଉଥିଲେ, 15-20 ଲକ୍ଷ ଭକ୍ତ। ବେଶୀ 25-30 ଲକ୍ଷ ଭକ୍ତ ହଉଛନ୍ତି, କିନ୍ତୁ ଶୃଙ୍ଖଳିତ। ଆପଣ ଦେଖୁନାହାନ୍ତି କେତେବେଳେ କୌଣସି ଅସୁବିଧା ହେଇନି, ସମସ୍ତେ ଶୃଙ୍ଖଳିତ ହେଇଛନ୍ତି, କିଛି ଅସୁବିଧା ହେଇନି। କୌଣସି ଏକବାର ସୁନ୍ଦର ଭାବେ ଦର୍ଶନ କରନ୍ତି। ସକାଳ ପଛେଇ ଯୋଉ ବଢିଆ ମାନେ ହରିବୋଲ ହୁଳହୁଳି ଦେଇ ଭକ୍ତ ଦର୍ଶନ କରନ୍ତି, କୌଣସି ଷ୍ଟାଫିଂ ନାହିଁ, କିଛି ନାହିଁ। ପୋଲିସ ପ୍ରଶାସକ, ଜିଲ୍ଲା ପ୍ରଶାସକ ସୁନ୍ଦର ବନ୍ଦୋବସ୍ତ କରନ୍ତି, ବହୁତ ଦେଖିଛି। କେତେବେଳେ ବିଶୃଙ୍ଖଳା ହେବା ଦେଖିନି। ଏଇ ଅବିକା ବି ଜିଲ୍ଲା ଏସ୍ପି, ଜିଲ୍ଲା କଲେକ୍ଟର ବହୁତ ଭଲ ଲୋକ। ଆଜି ମୁଁ ଚ୍ୟାଲେଞ୍ଜ କରି କହୁଛି, ବହୁତ ଭଲ ଲୋକ ସେମାନେ, ଭଦ୍ର ଲୋକ, ଭଲ ଲୋକ, ଏବଂ 24 ଘଣ୍ଟା ମନ୍ଦିରରେ ପଡିକି ରହିଛନ୍ତି। ଯୋଉ ଆଗରୁ ଆଉ ଥରେ ଆଗର କଲେକ୍ଟର ଥିଲେ, ଭଲ ଲୋକ ଥିଲେ, ଇଏ ଭଲ ଲୋକ, ଅହଙ୍କାର ଗର୍ବ ନାହିଁ। ପ୍ରତ୍ୟେକ ସେବାୟତ ସାଙ୍ଗେ ସମନ୍ୱୟ ରକ୍ଷା କରିଛନ୍ତି। ପ୍ରତ୍ୟେକ ଓଡ଼ିଆ ଲୋକ, ପ୍ରତ୍ୟେକ ସେବାୟତ ମାନେ ସାଙ୍ଗେ ଭାଇ ବନ୍ଧୁ କରିକି ସମନ୍ୱୟ ରକ୍ଷା କରି ପ୍ରଭୁଙ୍କ ଯାତ୍ରା ଆଜି ଅବଧି ସୁରକ୍ଷିତ କରି ନେଇ ଆସିଲେ। ଆମ ତ ଜଗନ୍ନାଥ ସ୍ୱାମୀ ମହାପାତ୍ର ଥିଲେ, ଅନେକ କଥା କହୁଥିଲେ। ଗୋଟିଏ ପଟେ ସେବାୟତ ମାନେ ଉତ୍ତମ ଆଚରଣ କଥା ହଉ ବା ମହାପ୍ରଭୁଙ୍କ ରତ୍ନ ଭଣ୍ଡାର କଥା ହଉ, କିନ୍ତୁ ସମସ୍ତଙ୍କର ଗୋଟିଏ ରହିଛି କି ମହାପ୍ରଭୁଙ୍କର ଆଉ ଗୋଟିଏ ସେ ରତ୍ନ ଅଳଙ୍କାର କରାଯାଉ, ଯାହାଫଳରେ ଏଇ ଗୋଟିଏ ଅଳଙ୍କାରକୁ ନେଇ ଧୋଇ ଶୁଖି ଆଉ ଚଳିବ ନାହିଁ। ଏବଂ ମହାପ୍ରଭୁଙ୍କର ରତ୍ନ ଭଣ୍ଡାର ଭିତରେ ଅନେକ ସୁଡ଼ଙ୍ଗ ଅଛି, ଅନେକ ଅଳଙ୍କାର ଅଛି, ଅନେକ ଦୁର୍ମୂଲ୍ୟ ରତ୍ନ ପଥର ଅଛି, ଯାହାକି ଏହି ସରକାର ସମୟରେ ତାକୁ ଖୋଲିକି ତାର ସମ୍ପୂର୍ଣ୍ଣ ଭାବେ ନୂଆ ଭଣ୍ଡାର କରି ତା ଭିତରେ ସମ୍ପୂର୍ଣ୍ଣ ସୁରକ୍ଷିତ ରଖାଯାଉ, ଯାହାକୁ ଆଗାମୀ 100 ବର୍ଷ ଧରି